ସମସ୍ୟା ଆମ ଜୀବନରେ ବିନା କାରଣରେ ଆସିନଥାଏ। ସମସ୍ୟା ଆସିବା ଏହା ଇସାରା କରିଥାଏ କି ଆମେ ଆମର ଜୀବନରେ ଏବେ ବହୁତ କିଛି ବଦଳାଇବାର ଅଛି। ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲକୁ ସ୍ୱାଗତ। ଆଜିର ଏହି ଜ୍ୟୋତିଷ କାର୍ଯ୍ୟକ୍ରମ ସମସ୍ତ ଧନୁରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଅଛି। ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା ଧନୁରାଶି 2026 ଏପ୍ରିଲ ମାସଟି କିପରି ରହିବ। ଏହି ଏପ୍ରିଲ ମାସରେ ଆପଣମାନଙ୍କର ଭାଗ୍ୟରେ କ'ଣ ସବୁ ବଡ଼ ପରିବର୍ତ୍ତନ ଆସିବ, ଆପଣଙ୍କୁ କେଉଁ ଖୁସି ଖବର ପ୍ରାପ୍ତି ହେବାକୁ ଯାଉଅଛି। ଏହି ଏପ୍ରିଲ ମାସର ସମ୍ପୂର୍ଣ୍ଣ ମାସିକ ରାଶିଫଳ ବିଷୟରେ ଆଲୋଚନା କରିବା। ଏହି ଏପ୍ରିଲ ମାସରେ ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ, ଆପଣଙ୍କର ଶିକ୍ଷାକ୍ଷେତ୍ର କିପରି ରହିବ, ଆପଣଙ୍କର ପ୍ରେମ ଜୀବନ, ବୈବାହିକ ଜୀବନ, ଆପଣଙ୍କର ଭାଗ୍ୟ, କ୍ୟାରିୟର ଏବଂ ବେପାର ବାଣିଜ୍ୟ ଉପରେ ବିସ୍ତାର ଭାବରେ ଆଲୋଚନା କରିବା। ନବଗ୍ରହଙ୍କର ସ୍ଥିତି ମଧ୍ୟ ଦେଖିବା। ନବଗ୍ରହ କି ପ୍ରକାରର ଫଳ ଦେବାରେ ସକ୍ଷମ ହେବେ। ଶେଷରେ ଅଶୁଭତ୍ୱ ପ୍ରଦାନ କରୁଥିବା ଗ୍ରହମାନଙ୍କ ପାଇଁ କିଛି ବିଶେଷ ପ୍ରତିକାର ମଧ୍ୟ ଜାଣିବା। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଏହି କାର୍ଯ୍ୟକ୍ରମ, ଯାହାକି ଆପଣଙ୍କର ଜନ୍ମ ରାଶି ଚନ୍ଦ୍ର ରାଶି ଉପରେ ଆଧାରିତ। ଏହା ପୂର୍ବରୁ ଯଦି ଆପଣଙ୍କର ବି ଧନୁରାଶି ହୋଇଥାଏ ଏବଂ ଆପଣ ବି ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ଭକ୍ତି କରନ୍ତି, ବିଶ୍ୱାସ କରନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖି ଦିଅନ୍ତୁ। ତ ସବୁଠୁ ପ୍ରଥମେ ଜାଣିବା ଏହି ଏପ୍ରିଲ ମାସରେ ଧନୁ ରାଶିରେ ନବଗ୍ରହଙ୍କର ସ୍ଥିତି କିପରି ରହିବ। ଯେବେ ଏପ୍ରିଲ ମାସ ଆରମ୍ଭ ହେବ ତ ଧନୁ ରାଶିରେ ନବଗ୍ରହଙ୍କର ସ୍ଥିତି କିଛି ଏହି ପ୍ରକାର ରହିବ, ଯେମିତି ଆପଣ ସ୍କ୍ରିନରେ ଦେଖୁଛନ୍ତି। ଦେଖନ୍ତୁ, ଆପଣଙ୍କର ହେଉଛି ଧନୁ ରାଶି। ଆପଣଙ୍କ ରାଶିର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି ଏବଂ ବୃହସ୍ପତି ଏହି ଏପ୍ରିଲ ମାସରେ ଆପଣଙ୍କର ସପ୍ତମ ଭାବରେ ଆପଣଙ୍କର ମାର୍ଗୀ ଅବସ୍ଥାରେ ରହିବେ। ଆପଣଙ୍କର ତୃତୀୟ ଭାବରେ ରାହୁ ଏବଂ ବୁଧ ବିରାଜମାନ ରହିବେ। ଚତୁର୍ଥ ଭାବରେ ସୂର୍ଯ୍ୟ, ମଙ୍ଗଳ ଏବଂ ଶନି ବିରାଜମାନ ରହିବେ। ପଞ୍ଚମ ଭାବରେ ଶୁକ୍ର ଏବଂ ଆପଣଙ୍କର ଭାଗ୍ୟ ଭାବ ମାନେ ନବମ ଭାବରେ କେତୁ ବିରାଜମାନ ରହିବେ। ଏବେ ଆସନ୍ତୁ ଜାଣିବା ଏହି ନବଗ୍ରହମାନେ ଏହି ଏପ୍ରିଲ ମାସରେ ଆପଣଙ୍କୁ କିପରି ଫଳ ପ୍ରଦାନ କରିବେ। ଧ୍ୟାନ ଦେଇ ଶୁଣନ୍ତୁ। ସବୁଠୁ ପ୍ରଥମେ ଜାଣିବା ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ଏହି ଏପ୍ରିଲ ମାସ 2026ରେ। ବନ୍ଧୁଗଣ, ପ୍ରଥମ ଭାବ ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ, ଆପଣଙ୍କର ଇମ୍ୟୁନିଟି ସିଷ୍ଟମର ଭାବ ଏବଂ ପ୍ରଥମ ଭାବର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି ଏବଂ ବୃହସ୍ପତି ଆପଣଙ୍କର ସପ୍ତମ ଭାବରେ ବିରାଜମାନ ଅଛନ୍ତି। ଦେଖନ୍ତୁ, ଏହି ମାସରେ ବୃହସ୍ପତିଙ୍କର ସ୍ଥିତି ବହୁତ ହିଁ ଅଧିକ ଭଲ ଅଛି। ପୂର୍ବରୁ ବୃହସ୍ପତି ବକ୍ରି ଅବସ୍ଥାରେ ଥିଲେ, ଯାହାଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ରହୁଥିଲା, କିନ୍ତୁ ବର୍ତ୍ତମାନ ବୃହସ୍ପତି ମାର୍ଗୀ ଚଳନ କରୁଛନ୍ତି ଏବଂ ସୂର୍ଯ୍ୟ, ମଙ୍ଗଳ, ଶନି ଆପଣଙ୍କର କେନ୍ଦ୍ରରେ ଅଛନ୍ତି, ବଳବାନ ଅବସ୍ଥାରେ ଅଛନ୍ତି। ଶୁକ୍ର ମଧ୍ୟ ଭଲ ସ୍ଥାନରେ ଅଛନ୍ତି। ତ ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ହିଁ ଅଧିକ ଭଲ ରହିବ। ଆପଣଙ୍କର ଯାହା ବି ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା, ଏହି ମାସ ଏକ ଏମିତି ମାସ ଅଟେ ପୂର୍ବରୁ ଲାଗି ରହିଥିବା ସ୍ୱାସ୍ଥ୍ୟଗତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଆପଣ ସ୍ୱାସ୍ଥ୍ୟବାନ ଅନୁଭବ କରିବେ। କିନ୍ତୁ ବୁଧ ରାହୁଙ୍କ ସହିତ ଥିବା ହେତୁ ଛୋଟ ମୋଟ ସମସ୍ୟା ଟିକେ ଦେଖାଦେଇପାରେ। କିଛି ବଡ଼ ସମସ୍ୟା ହେବାର ନାହିଁ। ଇନଫେକ୍ସନ୍, ଆଲର୍ଜି ଭଳି ସମସ୍ୟା ଟିକେ ଦେଖାଦେଇପାରେ। ଏଥିପ୍ରତି ଆପଣ ଟିକେ ଧ୍ୟାନ ଦେବେ, କିମ୍ବା ଆପଣଙ୍କର ଗଳା ସଂକ୍ରମଣ ହୋଇପାରେ। ଏବେ ଜାଣିବା ଆପଣଙ୍କର ଶିକ୍ଷାକ୍ଷେତ୍ର କିପରି ରହିବ ଏହି ଏପ୍ରିଲ ମାସ 2026ରେ। ବନ୍ଧୁଗଣ, ପଞ୍ଚମ ଭାବ ହୋଇଥାଏ ଆପଣଙ୍କର ଶିକ୍ଷାକ୍ଷେତ୍ରର ଭାବ ଏବଂ ପଞ୍ଚମ ଭାବର ଅଧିପତି ହେଉଛନ୍ତି ମଙ୍ଗଳ ଏବଂ ମଙ୍ଗଳ ଆପଣଙ୍କର ଚତୁର୍ଥ ଭାବରେ ବିରାଜମାନ ଅଛନ୍ତି। ଦେଖନ୍ତୁ, ଏହି ମାସରେ ଆପଣଙ୍କର ଶିକ୍ଷାକ୍ଷେତ୍ର ବହୁତ ହିଁ ଉତ୍ତମ ରହିବାକୁ ଯାଉଅଛି, କାହିଁକିନା ମଙ୍ଗଳ କେନ୍ଦ୍ରରେ ବିରାଜମାନ ଅଛନ୍ତି। ପୁଣି 14 ଏପ୍ରିଲକୁ ସୂର୍ଯ୍ୟ ମଧ୍ୟ ଆପଣଙ୍କର ପଞ୍ଚମ ଭାବକୁ ଆସିବେ। ତାହା ପୁଣି ଉଚ୍ଚ ଅବସ୍ଥାରେ ଆସିବେ। ପୁରା ଗୋଟିଏ ବର୍ଷ ଭିତରେ ଏମିତି ଏକ ସମୟ ଆସିଥାଏ ଯେତେବେଳେ ସୂର୍ଯ୍ୟ ଉଚ୍ଚସ୍ଥ ହୋଇଥାନ୍ତି। ଏହି ସମୟରେ ଯଦି ଆପଣଙ୍କର କିଛି ଏକ୍ଜାମ୍ ଅଛି,
कॉम्पिटिटिव एग्जाम अच्छी तेबे से आपण निश्चिंत भाव उत्तीर्ण करेंगे। सूर्य उच्चस्थ होगा हेतु आपण को समस्त कंपिटिशन ने समस्त परीक्षा रे आपण को सफलता अवश्य प्राप्ति हेब। आपण किछि बड़ करने को चेष्टा करेंगे। आपणकर मन पाठपढ़ार लगिब। आपण उच्च शिक्षा करने को बाहर को जाई पारंती। मनपसंदर कॉलेज रे आपणकर एडमिशन होई पारे। एही मासरे एमिति देखा जाउछि कि आपण आपणकर पाठपढ़ार किछि ना किछि बड़ करने को निश्चय चेष्टा करेंगे। कौनसी फॉर्म फिलअप आदि करि पारंती। पाठपढ़ा को नहीं बाहर को मध्य जाई पारंती। प्रेम जीवन विषय जदि आम आलोचना करिबा पंचम भाव ही होई थाए आपणकर प्रेम जीवनर भाव। तो पंचम भावर अधिपति मंगल आपणकर चतुर्थ भाव शनि सहित अछंती एवं विस्फोटक जोग बनाउछंती। जहा फल एही मासरे आपण जहां सहित भी रिलेशनशिप रे अछंती तांको भितर क्रोध देखा देई पारे, जिद्दीपण देखा देई पारे। तो एही मासरे आपण आपणकर पार्टनर को संभाली के रखिबा को चेष्टा करंतु। तांकर हाँ रे हाँ मिसेइबा को चेष्टा करंतु, नहेले समस्या रे पड़ी पारंती। छोट मोट कथा को नहीं कली झगड़ा आर्गुमेंट होई पारे। किंतु बृहस्पति आपणकर प्रथम भाव को देखुथिबारु प्रेम जीवन रे जहाँ भी समस्या आसिले मध्य ताहा धीरे धीरे दूर होई जिवो। एबे जानिबा आपणकर वैवाहिक जीवन किपर रहिबा एही एप्रिल मास 2026 रे। बंधुगण सप्तम भाव होई थाए आपणकर वैवाहिक जीवनर भाव एवं सप्तम भावर अधिपति होउछंती बुध एवं बुध आपणकर तृतीय भाव राहु सहित अछंती एवं आपणकर सप्तम बृहस्पति विराजमान अछंती। देखंतु एही मासरे 11 एप्रिल पर जाई आपणकर वैवाहिक जीवन बहुत ही भल रहिबा। किंतु 11 एप्रिल पूर्वरु आपणकर वैवाहिक जीवन में टिके समस्या देखा देई पारे। काहेकि ना सप्तम भावर अधिपति बुध राहु सहित अछंती। राहु सहित बुध थिबा हेतु आपणकर वैवाहिक जीवन में समय समय आर्गुमेंट कली झगड़ा मन मनांतर देखा देई पारे। हठात झगड़ा होई पारे किंबा आपणकर जे भी लाइफ पार्टनर अछंती तांकर स्वास्थ्य रे किछि समस्या देखा देई पारे। दुईटी मध्यरु कोनोसी भी गोटे होई पारे। हुए तो आपणकर संपर्क रे किछि कली झगड़ा मन मनांतर होई पारे। हुए तो आपणकर लाइफ पार्टनर कर स्वास्थ्य रे किछि समस्या देखा देई पारे। एथिप्रति आपण टिके ध्यान देबे। किंतु 11 एप्रिल पर बुध जतेबेले चतुर्थ भाव को केंद्र को चलन करिवे तो आपणकर वैवाहिक जीवन बहुत ही अधिक भल रहिबा। संपर्क बहुत भल रहिबा। खुशीर लहरी लगी रहिबा। एबे जानिबा सबुठार गुरुत्वपूर्ण विषय वस्तु जहाँकि आपणकर भाग्य क्यारियर एवं व्यापार वाणिज्य किपर रहिबा एही एप्रिल मास 2026 रे। बंधुगण नवम भाव होई थाए आपणकर भाग्यर भाव। दशम भाव होई थाए आपणकर क्यारियर भाव। नवम भावर अधिपति होउछंती सूर्य एवं सूर्य आपणकर चतुर्थ रे अछंती। किंतु 14 एप्रिल को आपणकर पंचम भाव को चलन करिवे एवं उच्चस्थ हेबे। एही मास एमिति अटे कि जो मासरे आपणकर भाग्य चमकिबाकू जाउअछि। एही मास एमिति अटे कि जोठारे सूर्य आपणकर पंचम भाव को आसी उच्चस्थ होई आपणकर भाग्य को चमकई देबे। एही मासरे आपण किछि ना किछि बड़ डिसीजन बड़ कार्य आरंभ करंतु, बड़ इन्वेस्टमेंट करंतु। आपण को निश्चिंत भाव शुभ फलर प्राप्ति हेबा। देखंतु सूर्य उच्चस्थ होई आपणकर पंचम भाव को आसीबा बहुत बड़ राजयोगर निर्माण करुअछि। आपण किछि ना किछि बड़ कार्य निश्चिंत भाव करंतु। एही मासर भाग्य आपणकर प्रबल अछि। समस्त क्षेत्र रे भाग्य आपणकर साथ देब। आपण जो भी काम हाथ देबे सेथिरे आपणको सफलता अवश्य प्राप्ति हेब। अटकी रहितबा समस्त कार्य पुणी थरे चालू हेबाकू लागिब। जदि आपण किछि बड़ कार्य आरंभ करबाकू चाहुचंती, शुभ मांगलिक कार्यर आयोजन करबाकू चाहुचंती किमा किछि बड़ इन्वेस्टमेंट करबाकू चाहुचंती ताले एही मासरे निश्चिंत भावरे करंतु। जमा भी भावंतु नाही, आपणको शुभ फल अवश्य प्राप्ति हेब। तो 14 एप्रिल पर आपणकर भाग्य चमकिबाकू जाउअछि। क्यारियर कथा जदि दशम भाव होइथा क्यारियर भाव। दशम भावर अधिपति बुध 11 एप्रिल को आपणकर चतुर्थ भाव को माने केंद्र को चलन करिवे। तो 11 एप्रिल पर आपणकर क्यारियर बहुत ही अधिक भल रहिबा। खास करी
ଯେଉଁମାନେ ବେରୋଜଗାର ଅଛନ୍ତି, ଯେଉଁମାନଙ୍କ ପାଖରେ କୌଣସି ବି ଚାକିରି ବାକିରି ନାହିଁ, ତ ସେମାନଙ୍କୁ ନୂତନ କର୍ମ ପ୍ରାପ୍ତି ହେବ, ନୂତନ ଚାକିରି ପ୍ରାପ୍ତି ହେବ। ବୃହସ୍ପତି କେନ୍ଦ୍ରରେ ଥିବାରୁ, ମଙ୍ଗଳ କେନ୍ଦ୍ରରେ ଥିବାରୁ ଏବଂ ସୂର୍ଯ୍ୟ ମଧ୍ୟ ଆପଣଙ୍କର ପଞ୍ଚମ ଭାବକୁ ଆସୁଥିବାରୁ ପ୍ରମୋସନ ଯୋଗ ବନିବ। କୌଣସି MNC କମ୍ପାନୀରେ ଜବ୍ ଅଫର ଆସିପାରେ। ଆପଣ ଯଦି ରାଜନୀତି କ୍ଷେତ୍ରରେ କାମ କରୁଛନ୍ତି, ସରକାରୀ ସ୍ତରରେ କାମ କରୁଛନ୍ତି, ତେବେ ଆପଣଙ୍କୁ ଅତ୍ୟନ୍ତ ଶୁଭଫଳର ପ୍ରାପ୍ତି ହେବ। ଆପଣଙ୍କର କନଫିଡେନ୍ସ ବହୁତ ଭଲ ରହିବ, ମ୍ୟାନେଜମେଣ୍ଟ ବହୁତ ଭଲ ରହିବ। ଆପଣଙ୍କ ପାଖକୁ ନୂଆ ନୂଆ କାମ ଆସିବ। ଆପଣ ସମସ୍ତ ଟାର୍ଗେଟକୁ ଆଚିଭ୍ କରିବାରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଆପଣ ଆପଣଙ୍କର କର୍ମକୁ ନେଇ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି। ବ୍ୟାପାର ବାଣିଜ୍ୟର କଥା ହେବ ଯଦି ସପ୍ତମ ଭାବ ହୋଇଥାଏ ବ୍ୟାପାର ବାଣିଜ୍ୟର ଭାବ। 11 ଏପ୍ରିଲ ପରେ ଯାଇ ଆପଣଙ୍କର ବ୍ୟାପାର ବାଣିଜ୍ୟ ବହୁତ ହିଁ ଅଧିକ ଭଲ ରହିବ। ଯେତେବେଳେ ବୁଧ ଚତୁର୍ଥ ଭାବକୁ ଆସିବେ ତ ଆପଣଙ୍କର ଦୈନିକ ରୋଜଗାର ହଠାତ୍ ବଢ଼ିଯିବ। ଆକସ୍ମିକ ଧନ ପ୍ରାପ୍ତି ହେବ। ଆପଣ କିଛି ନୂତନ ବ୍ୟାପାର ଆରମ୍ଭ କରିପାରନ୍ତି। ପାର୍ଟନରସିପ୍ରେ ଆପଣ କିଛି ବ୍ୟାପାର ବାଣିଜ୍ୟ ଆରମ୍ଭ କରିପାରନ୍ତି। ଆପଣଙ୍କର କ୍ଲାଏଣ୍ଟ ବଢ଼ିପାରନ୍ତି, କଷ୍ଟମର ବଢ଼ିପାରନ୍ତି। ତ ମୋଟାମୋଟି ଦେଖିବାକୁ ଗଲେ ଏହି ମାସରେ ଆପଣଙ୍କର ବ୍ୟାପାର ବାଣିଜ୍ୟ ବହୁତ ହିଁ ଅଧିକ ଭଲ ରହିବ। ଅଧିକ ଶୁଭଫଳ ପ୍ରାପ୍ତି କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଗୁରୁଙ୍କର ବୀଜମନ୍ତ୍ରର ଜପ ଅବଶ୍ୟ କରନ୍ତୁ। ଓମ୍ ଗ୍ରାମ ଗ୍ରୀମ ଗ୍ରମ ସହ ଗୁରବେ ନମଃ 108 ଥର ପ୍ରତ୍ୟେକ ଦିନ ଜପ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ସୂର୍ଯ୍ୟଙ୍କୁ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବା ସହିତ ଆପଣଙ୍କର ଭାଗ୍ୟରେ ଉନ୍ନତି ଆସିବ। ଧନ୍ୟବାଦ।